ବର୍ତ୍ତମାନ ଆଜି ଦେଖିବା ଜମେଟ୍ରିର ଆଉ ଗୋଟେ ପ୍ରମାଣ କରିବା ପାଇଁ ପଡ଼ିବ। ଏ ବି ସି ତ୍ରିଭୁଜରେ ବି ସିର ମଧ୍ୟବିନ୍ଦୁ କ୍ୟୁ ଏବଂ ବି କ୍ୟୁ ଇକ୍ୱାଲ୍ ଟୁ ଏ କ୍ୟୁ ପ୍ରମାଣ କର ଯେ ବି ଏ ସି 90 ଡିଗ୍ରୀ ବା ସମକୋଣ। ଦତ୍ତ କ'ଣ ଦେଇଛି? ଦତ୍ତ ଦେଇଛି ବି କ୍ୟୁ ଇକ୍ୱାଲ୍ ଟୁ ଏ କ୍ୟୁ, ଯେହେତୁ କ୍ୟୁ ହେଲା ବି ସିର ମଧ୍ୟବିନ୍ଦୁ, ତେବେ ଇକ୍ୱାଲ୍ ଟୁ କ'ଣ ହେବ? ଇକ୍ୱାଲ୍ ଟୁ କ୍ୟୁ ସି ଆସିଗଲା। ଏବଂ ବର୍ତ୍ତମାନ ପ୍ରମାଣ କରିବାକୁ ପଡ଼ିବ ପ୍ରାମାଣ୍ୟ ଏଙ୍ଗେଲ୍ ବି ଏ ସି ସମକୋଣ। ହେଲା। ଆଚ୍ଛା, ତେବେ ଆମେ ଜାଣିଛେ, ଆଗରୁ ଆମେ ଜାଣିଛୁ କ'ଣ? ଜାଣିଛେ ଯେ ତ୍ରିଭୁଜର ଦୁଇଟି ବାହୁ ସମାନ ହେଲେ ତାର ବିପରୀତ କୋଣମାନଙ୍କର ପରିମାଣ ସମାନ। ଯଥା ବି କ୍ୟୁ ଇକ୍ୱାଲ୍ ଟୁ ଏ କ୍ୟୁ ହେଲେ ଏଙ୍ଗେଲ୍ ବି ଇକ୍ୱାଲ୍ ଟୁ ଏ କ୍ୟୁ ଏବଂ କ୍ୟୁ ସି ଇକ୍ୱାଲ୍ ଟୁ ଏ କ୍ୟୁ ହେଲେ ଏଙ୍ଗେଲ୍ ସି ଆଉ ସି ଏ କ୍ୟୁ ସମାନ ହେବେ। ଆମେ ଜାଣିଛେ ଯେ ତ୍ରିଭୁଜର ଦୁଇଟି ବାହୁ ସମାନ ହେଲେ ତାର ବିପରୀତ କୋଣ ମାନେ ସମ ପରିମାଣ ହେବେ। ଆମେ ଜାଣିଛେ ଏଟା ଆଗରୁ। ଆଉ କ'ଣ ଜାଣିଛେ? ତ୍ରିଭୁଜର ତିନି କୋଣର ସମଷ୍ଟି, ଏ ବି ସି ତ୍ରିଭୁଜର ତିନି କୋଣର ସମଷ୍ଟି ହେଲା 180 ଡିଗ୍ରୀ। ଏଙ୍ଗେଲ୍ ଏ ପ୍ଲସ୍ ଏଙ୍ଗେଲ୍ ବି ଏଙ୍ଗେଲ୍ ସି ଇକ୍ୱାଲ୍ ଟୁ 180 ଡିଗ୍ରୀ। ଏତିକି ଆମେ ଜାଣିଛେ, ଆଗରୁ ପଢ଼ା ହେଇଛି ଆଗ କ୍ଲାସ୍ରେ। ତେବେ ବର୍ତ୍ତମାନ ଧରିବା ତ୍ରିଭୁଜ ବି ଏ କ୍ୟୁ ତ୍ରିଭୁଜର ଏଙ୍ଗେଲ୍ ବର୍ତ୍ତମାନ ବି ଏ କ୍ୟୁ ବି ଏ ବି ସି ତ୍ରିଭୁଜର ଧରିବା। ଏ ବି ସି ତ୍ରିଭୁଜର ଏ କୋଣ ହେଲା କେତେ? ଏଙ୍ଗେଲ୍ ବି ଏ ସି ଯୁକ୍ତ ବି କୋଣ ହେଲା ଏଙ୍ଗେଲ୍ ଏ ବି ସି ଯୁକ୍ତ ଏଙ୍ଗେଲ୍ ଏ ସି ବି ଇକ୍ୱାଲ୍ ଟୁ କେତେ ହେଲା? 180 ଡିଗ୍ରୀ। ବି ଏ ସି ଇକ୍ୱାଲ୍ ଟୁ କେତେ? ବି ଏ କ୍ୟୁ ବି ଏ ସି ଇକ୍ୱାଲ୍ ଟୁ କେତେ? ଏଙ୍ଗେଲ୍ ବି ଏ କ୍ୟୁ ପ୍ଲସ୍ ଏଙ୍ଗେଲ୍ କ୍ୟୁ ଏ ସି ହେଲା। କାହିଁକି? ବି ସିର ମଧ୍ୟବିନ୍ଦୁ ଦେଇଛି, ବି କ୍ୟୁ ଇକ୍ୱାଲ୍ ଟୁ ଏ କ୍ୟୁ ଦେଇଛି। ତେବେ ବି ଏ କ୍ୟୁ ପ୍ଲସ୍ ସି ଏ କ୍ୟୁ ଏବଂ ଏ ବି ସି ପ୍ଲସ୍ ଏଙ୍ଗେଲ୍ ଏ ସି ବି ଇକ୍ୱାଲ୍ ଟୁ 180 ଡିଗ୍ରୀ। ତେବେ ଆମେ ଜାଣିଛେ ଯେ ଦୁଇଟି ବାହୁ ସମାନ ହେଲେ ତାର ବିପରୀତ କୋଣମାନେ ସମ ପରିମାଣ ହେବେ। ତେବେ ଆମେ ଏଠି ନେଇଯିବା 2 ଏ କ୍ୟୁ ପ୍ଲସ୍ 2 ସି ଏ କ୍ୟୁ। 2 ବି ଏ କ୍ୟୁ ଦୁଇଟା ନେଇଗଲେ ଦୁଇଟା ହେଇଗଲା ଇକ୍ୱାଲ୍ ଟୁ କେତେ? 180 ଡିଗ୍ରୀ। ଅତଏବ एंगल बी
ए क्यू प्लस सी ए क्यू इक्वाल टू केते 90 डिग्री बी ए क्यू प्लस सी ए क्यू है कौन बी ए क्यू प्लस सी ए क्यू इक्वाल टू एटा नथिंग बट दिस इज एंगल बी ए सी इक्वाल टू 90 डिग्री बा सम कोण प्रमाणित बुझीगला। जार जदि किसी असुविधा थिबो ताहले से कमेंट माध्यम रे जणाइले ता परवर्ती पर्याय आमे ताकू समाधान करिवा एवं फर्दर क्लास रे मध्ये ताकू समाधान करियबो एवं अन्य क्वेश्चन को मध्ये आमे समाधान करिवा।